ଦେଖନ୍ତୁ ଦର୍ଶକ ଭାଇମାନେ, ଏବେ ଧନିଆ ପତ୍ର ଛାତ ଉପରେ ପୁଣି ବୋରାରେ ସେ ଭିତରେ ସେ ବୋରାରେ ମାଟି ଖତ ସବୁ ଦିଆ ହେଇକି ମାନେ ଧନିଆ ମଞ୍ଜି ପଡ଼ିଥିଲା। ଏବେ ଧନିଆ ମଞ୍ଜି ପଡ଼ିଲା ପରେ ଦେଖନ୍ତୁ ଧନିଆ ଗଛ କେମିତି ହେଇଛି ଆଉ କେତେ ସୁନ୍ଦର ହେଇଛି। ଆଉ ସେମିତି ଦେଖନ୍ତୁ ସେଠି ସିଏ କୁଣ୍ଡ ମାନଙ୍କରେ ମଧ୍ୟ କୋବି ମାନେ ଫୁଲକୋବି ଲାଗିଛି, ଆଉ ଏଠି ପିଆଜ ଲାଗିଛି, ସେଠି ମରିଚ ଲାଗିଛି। ଦେଖନ୍ତୁ ସବୁ ଧୀରେ ଧୀରେ ଆପଣମାନଙ୍କୁ ଦେଖାଉଛି। ଆଉ ଆପଣମାନେ ମଧ୍ୟ ଏମିତି ଲଗେଇକି ମଧ୍ୟ କୁଣ୍ଡରେ ଲଗେଇକି ଆଉ ମାନେ ନିଜର ପରିବାର ମାନେ ତରକାରୀ ଖର୍ଚ୍ଚଟା ମଧ୍ୟ ନିଶ୍ଚିନ୍ତ ରହିବ। ଦେଖନ୍ତୁ ଏଠି ଫୁଲକୋବି ଲାଗିଛି, ମାନେ ମାଟି କୁଣ୍ଡରେ ଦେଖନ୍ତୁ, ଏ ମାଟି କୁଣ୍ଡରେ ମାନେ ମାଟି ଦିଆହେଇଛି ଆଉ ଖତ ମଧ୍ୟ ଅଳ୍ପ ଅଳ୍ପ ସାର ମଧ୍ୟ ଦିଆହେଇଛି। ଆଉ ଦେଖିଲେ ତ ଏଠି ମାନେ ସବୁ କୁଣ୍ଡ ମାନଙ୍କରେ ଧନିଆ ଲାଗିଛି, ପିଆଜ ଲାଗିଛି, ତାପରେ କୋବି ଲାଗିଛି। ଏଠି ଦେଖନ୍ତୁ ଏଠି ମଧ୍ୟ ମରିଚ ଲାଗିଛି। ଦେଖନ୍ତୁ ଏଠି ମରିଚ ଲାଗିଛି, ସେ କୁଣ୍ଡ ମାନଙ୍କରେ ମରିଚ ଲାଗିଛି। ଆଉ ସେଠି ମଧ୍ୟ ଗେଣ୍ଡୁ ଫୁଲ ଲାଗିଛି। ଏ ମାନେ ଦେଖନ୍ତୁ ଛାତ ଉପରେ ସବୁ ଧନିଆ ପତ୍ର, କୋବି, ପିଆଜ, ମରିଚ ଗଛ, ଆଉ ଦେଖନ୍ତୁ କେତେ ଫୁଲ ମଧ୍ୟ ହେଇଛି, ଗେଣ୍ଡୁ ଫୁଲ ହେଇଛି। ସେଠି ସେଠି ମଧ୍ୟ ଟମାଟୋ ହେଇଛି। ଦେଖନ୍ତୁ ମୁଁ ବୁଲେଇ ବୁଲେଇ ଦେଖୁଛି ଆପଣମାନଙ୍କୁ। ଦେଖନ୍ତୁ ଏବେ ଦେଖନ୍ତୁ କେମିତି ସୁନ୍ଦର ସୁନ୍ଦର ଫୁଲ ଗଛ ମଧ୍ୟ ଆପଣମାନେ ଦେଖିବେ। ଏଇଠି ଇଏ ଗୋଟେ ମନ୍ଦାର ଗଛ, ଦେଖନ୍ତୁ ଇଏ ଗୋଟେ ମନ୍ଦାର ଗଛ, ଆଉ ଇଏ ଗୋଟେ ଫୁଲ ଦେଖନ୍ତୁ, ଏଇଠି ଇଏ ଗୋଟେ ଫୁଲ ଗଛ। ସବୁ ଦେଖିବେ, ଧୀରେ ଧୀରେ ଦେଖିବେ, ମୁଁ ଦେଖାଉଛି ଆପଣମାନଙ୍କୁ। ଆଉ ଛାତ ଉପରେ ତ ଫସଲ ହେଇଛି। ଦେଖନ୍ତୁ ଇଏ ଗୋଟେ ଫୁଲ ଗଛ ହେଇଛି, ମନ୍ଦାର ଫୁଲ। ଆଉ ଟମାଟୋକୁ ଦେଖିବାକୁ ଯିବା, ଟମାଟୋଟା କେମିତି ହେଇଛି। ଆଉ ଦର୍ଶକମାନେ ଯଦି ଭଲ ଲାଗିବ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ଟମାଟୋ ଗଛ ଲାଗିଛି, ଏଠି ଟମାଟୋ ଗଛ ଲାଗିଛି। ଏଠି ଟମାଟୋ ମଧ୍ୟ କେମିତି ହେଇଛି ଦେଖନ୍ତୁ। ଛାତ ଉପରେ କୁଣ୍ଡ ତିଆରି ହେଇଛି, ଆଉ ଛାତ ଉପରେ ଟମାଟୋ ମଧ୍ୟ ହେଇଛି। ଆପଣମାନଙ୍କର ଯେଉଁମାନଙ୍କର ଛାତ ଘର ଥିବ ସେମାନେ ମଧ୍ୟ ଏମିତି କରିକି ଆପଣଙ୍କର ମାନେ ଘରର ଖାଇବା ପାଇଁ ମଧ୍ୟ ନିଶ୍ଚିତ କରିପାରିବେ। ଦେଖନ୍ତୁ ସବୁ କୁଣ୍ଡ ମାନଙ୍କରେ ତିଆରି ହେଇଛି, ମାନେ ସବୁ ଟମାଟୋ ଗଛ ଏଠି ଲାଗିଥିଲା, ଟମାଟୋ ଲାଗିଛି। ସେଠି ତ ବାଇଗଣ ଦେଖିଲେ, କୋବି, ଆଉ ଏଠି ଦେଖନ୍ତୁ ସବୁ ଫୁଲ ମଧ୍ୟ ଲାଗିଛି। ଆଉ ଆପଣମାନେ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଦେଖିଲେ ଜାଣିବେ। ଦେଖନ୍ତୁ ଏଠି ମଧ୍ୟ ଫୁଲ ଲାଗିଛି, ଆଉ ଏଠି ଯେଉଁ ଫୁଲକୋବି ଦେଖନ୍ତୁ, ପ୍ରକୃତିରେ ଫୁଲକୋବି କେତେ ସୁନ୍ଦର ହେଇଛି। ଦେଖନ୍ତୁ ଏବେ ଫୁଲକୋବି କେତେ ସୁନ୍ଦର ହେଇଛି। ଦେଖନ୍ତୁ ଏଠି କେତେ ଫୁଲକୋବି, ଦେଖ କେତେ ମାନେ ସବୁ କୁଣ୍ଡ ମାନଙ୍କରେ ମାଟି ଖତ ସବୁ ଦିଆ ହେଇକି ଆଉ ଅଳ୍ପ ସାର ଦିଆହେଇଛି, କେତେ ସୁନ୍ଦର ହେଇଛି ଦେଖନ୍ତୁ। ଆଉ ଏଠି ପିଆଜ ଗଛ ମଧ୍ୟ ହେଇଛି। ଏଇ ଧନିଆ ଗଛରେ ଦେଖନ୍ତୁ, ଧନିଆ ଗଛ ଦେଖନ୍ତୁ କେତେ ସୁନ୍ଦର ଧନିଆ ଗଛ ହେଇଛି। ଆଉ ଯେଉଁମାନଙ୍କର ପ୍ରକୃତିରେ ଛାତ ଘର ଥିବେ, ମାଟି କୁଣ୍ଡ ନେବେ, ମାଟି ଭରି କରି ସେ କୁଣ୍ଡରେ ଖତ ସାର ଦେଇକି ଆଉ ଧନିଆ ପତ୍ର ଏମିତି କରିପାରିବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ, ନମସ୍କାର।